ପିଲାମାନେ ତମାନେ ସମସ୍ତଙ୍କୁ ପୁଣି ଥରେ ମୁଁ ସ୍ୱାଗତ କରୁଛି ଏହି ଓଡ଼ିଆ ଶିକ୍ଷା ଶ୍ରେଣୀକୁ। ତମାନେ ସମସ୍ତେ ଘରେ ଅଛ। ତମାନଙ୍କ ସହିତ ସିଧାସଳଖ କଥା ହେବାର କୌଣସି ବା ସମ୍ପର୍କ ସ୍ଥାପନ କରିବାର ଭାବ ବିନିମୟ କରିବାର କୌଣସି ସୁଯୋଗ ଏବେ ନାହିଁ। ତଥାପି ତମାନେ ସମସ୍ତେ ଘରେ ରହି ପାଠପଢ଼ାରେ ବେଶ ଧ୍ୟାନସ୍ଥ ଥିବ ଏ ବିଶ୍ୱାସ ମୋର ଅଛି। ଆମେ ଏହା ପୂର୍ବରୁ ବିଶିଷ୍ଟ ଔପନ୍ୟାସିକ ଓଡ଼ିଆ କଥା ସାହିତ୍ୟ ଜଗତର ଅନନ୍ୟ କଥାଶିଳ୍ପୀ ଗୋପୀନାଥ ମହାନ୍ତିଙ୍କର ପରଜା ଉପନ୍ୟାସର ଏକ ମୁଖ୍ୟ ଅଂଶ ସରସୁପଦର ଗାଁ, ଯାହା ବିଷୟରେ ସେ ବର୍ଣ୍ଣନା କରିଛନ୍ତି। ଯେଉଁ ଗାଁରେ ପରଜାମାନେ ବାସ କରୁଥିଲେ, ଯେଉଁ ଗାଁର କଥାବସ୍ତୁକୁ ନେଇ ତାଙ୍କର ସମଗ୍ର ଉପନ୍ୟାସଟି ଆଧାରିତ ହୋଇଛି, ସେହି ସରସୁପଦର ଗାଁ ବିଷୟରେ ଆମେ ପ୍ରବନ୍ଧଟିଏ ପ୍ରଥମ ପ୍ରବନ୍ଧ ପାଠ ଆରମ୍ଭ କରିଥିଲେ। ସେଇଥିରେ ଆମେ ପଢ଼ିଥିଲେ ଯେ ଶୁକ୍ରଜାନୀର କଥା। ଶୁକ୍ରଜାନୀ ତାର ଟିକେ ସଂସାର ନେଇ ସେଇ ସରସୁପଦର ଗାଁରେ ରହୁଥିଲା। ସେ ବେଶ ଖୁସିରେ ଥିଲା। ମାଣ୍ଡିଆ ପେଜ ଖାଇ ସେ ଆନନ୍ଦରେ ସେ ରହୁଥିଲା। ତାର ଘର ସଂସାର ନେଇ, ତାର ପିଲାଛୁଆଙ୍କୁ ନେଇ। କିଛି ବର୍ଷ ପୂର୍ବେ ଯେ ସେ ତାର ସ୍ତ୍ରୀକୁ ହରାଇଥିଲା, ମଣିଷଖିଆ ମହାବଳ ବାଘର ଆକ୍ରମଣରେ ସେ ତା ସ୍ତ୍ରୀକୁ ହରାଇଥିଲା। ଆମେ ଏତେ ପର୍ଯ୍ୟନ୍ତ ପଢ଼ିଥିଲେ ଏବଂ ଜାଣିଥିଲେ। ଆଜି ଆମେ ଆଉ କିଛି ପଢ଼ିବା। ସଞ୍ଜ ବୁଡ଼େ ନୁଆଣିଆ କୁଡ଼ିଆର ଅଣଓସାର ପିଣ୍ଡାରେ ଛୋଟିଆ ନାଁଟିଏ ଧିକ୍ ଧିକ୍ ହୋଇ ଚଳେ। ଛୋଟିଆ ନିଆଁଟିଏ ଦିକ୍ ଦିକ୍ ହୋଇ ଚଳେ। ଯେହେତୁ ଆଜି ପରି ସେଠାରେ ବିଦ୍ୟୁତ୍ ଶକ୍ତିର କୌଣସି ସୁଯୋଗ ନଥିଲା। ଆଦିବାସୀ ବହୁଳ କୋରାପୁଟର ଏକ ଆଦିବାସୀ ବହୁଳ ଗାଁ। ସଭ୍ୟତାର ବହୁ ଦୂରରେ ସରଳ ନିଷ୍କପଟ ଆଦିବାସୀମାନେ ଯେଉଁଠାରେ ବାସ କରୁଥିଲେ, ସେହି ସରସୁପଦର ଗାଁ। ଜିଲି ନୋହିଲେ ବିଲି ଗୋଟିଏ ହାଣ୍ଡିରେ ମାଣ୍ଡିଆ ଚୁନା କି ଶାଗ କି ପେଶା ହୋଇଥିବା ଆମ୍ବ ଟାକୁଆର କୋଇଲି ଅଜାଡ଼ି ଦେଇ ଚୁଲିରେ ଥୋଇ ଦେଇ ଗୋଡ଼ ଲମ୍ବେଇ ବସିଥାନ୍ତି। ଦେଖ କି ସୁନ୍ଦର ଚିତ୍ର। ଯେହେତୁ ଶୁକ୍ରଜାନୀ ତାର ସ୍ତ୍ରୀକୁ ହରାଇଛି, ମହାବଳ ବାଘ ତାର ସ୍ତ୍ରୀକୁ ଖାଇ ଦେଇଛି। ତା ସ୍ତ୍ରୀ ହେଉଛି ସମ୍ବାରୀ। ସମ୍ବାରୀ ଆଉ ନାହିଁ। ତେଣୁ ତାର ଦୁଇ ଝିଅ ବିଲି କିମ୍ବା ଜିଲି, ଏମାନେ କେହି ହେଲେ ରୋଷେଇ କରିଦିଅନ୍ତି ସନ୍ଧ୍ୟାବେଳେ। ରୋଷେଇ କହିଲେ ହାଣ୍ଡିରେ ମାଣ୍ଡିଆ ଚୁନା, ମାଣ୍ଡିଆ ଯେଉଁ ଖାଦ୍ୟ ବିଶେଷ, ସେଇ ମାଣ୍ଡିଆର ଚୁନା କି ଶାଗ କି ପେଶା ଯାହା ଥାଏ, ତାହାକୁ ସେ ଟାକୁଆ ବା ଆମ୍ବ ଟାକୁଆର ଯେଉଁ କୋଇଲି ଅଜାଡ଼ି ଦେଇ ସେମାନେ ରୋଷେଇ କରନ୍ତି। ଫାଳିକିଆ ଚିକ୍କଣ ଖୋସାରେ ଗୋଟାଏ ନାଲି ଫୁଲ ଲମ୍ବେଇ ବସିଥାନ୍ତି ତା ଝିଅ। ଅର୍ଥାତ୍ ଗୋଟେ ସାଇଡ଼୍ରେ ଖୋସା ତାଙ୍କର ଥାଏ। ତୁମମାନେ ଯଦି କେହି ଆଦିବାସୀ ରମଣୀଙ୍କର ଚିତ୍ର ଦେଖିଥିବ ବା ଆଦିବାସୀଙ୍କୁ ଦେଖିଥିବ, ତାହେଲେ ଦେଖିବ ସେମାନେ ବିଶେଷ କରି କୋରାପୁଟ ଅଞ୍ଚଳର ଯେଉଁ ପରଜାମାନେ ବା ବଣ୍ଡା ଶ୍ରେଣୀର ଲୋକମାନେ, ସେମାନେ ଫାଳିଖିଆ ଖୋସା କରନ୍ତି ଏବଂ ସେଥିରେ ସେମାନେ ଫୁଲ ଲଗାନ୍ତି। ପାହାଡ଼ ଖୋଳି ଖୋଳି କାନ୍ଧରେ ଟାଙ୍ଗିଆ, ହାତରେ କୋଡ଼ି ଧରି ଦୁଇଟି ଯାକ ଭାଇ ମାଣ୍ଡିଆ ଓ ଟିକ୍ରା ହାଲିଆ ହୋଇ ପିଣ୍ଡା ଉପରେ ଆସି ବସି ପଡ଼ନ୍ତି। ତାର ଦୁଇ ଭାଇ ଅର୍ଥାତ୍ ଦୁଇଟି ପୁଅ ଦୁଇଟି ଝିଅ ଶୁକ୍ରଜାନୀର। ଆଉ ସେ ମାଣ୍ଡିଆ ଆଉ ଟିକ୍ରା ଏ ଦିଜଣ ଦିନ ସାରା ପାହାଡ଼ ଖୋଳି ହାଲିଆ ହୋଇ ଆସି ବସି ପଡ଼ନ୍ତି। ପାହାଡ଼ ଖୋଳି କାନ୍ଧରେ ଟାଙ୍ଗିଆ, ହାତରେ କୋଡ଼ି ଧରି ଦୁଇଟି ଯାକ ଭାଇ ମାଣ୍ଡିଆ ଓ ଟିକ୍ରା ହାଲିଆ ହୋଇ ପିଣ୍ଡା ଉପରେ ଆସି ବସି ପଡ଼ନ୍ତି। ଶୁକ୍ରଜାନୀ ଧୂଆଁପତ୍ର ଖଣ୍ଡେ ବଳି ପିଙ୍କା ତାକୁ କୁହନ୍ତି, ପିଙ୍କା ଖଣ୍ଡିଏ କରି ଟାଣେ। ଆଉ ମନ ଭିତରେ କିପରି ଗୋଟାଏ ଆଶ୍ରୟମୟ ତୃପ୍ତି ସେ ପାଏ। ତୁମମାନେ ସମସ୍ତେ ମୁଁ ଭାବୁଛି ବିଡ଼ି ଦେଖିଥିବ। ବିଡ଼ି ହେଉଛି ଧୂଆଁପତ୍ର ପ୍ରସ୍ତୁତ ଗୋଟେ ସ୍ୱତନ୍ତ୍ର ଗୋଟେ ସିଗାରେଟ୍ ଭଳି ଗୋଟେ ଜିନିଷ, ଯେଉଁଥିରେ ନିଆଁ ଲଗାଇ ତାକୁ ଲୋକମାନେ ଟାଣନ୍ତି। ସେମିତି ପିଙ୍କା ଗୋଟେ, ଯେଉଁଠାରେ ପିଙ୍କା ଭିତରେ ଧୂଆଁପତ୍ର ଇତ୍ୟାଦି ରଖାଯାଇଥାଏ, ତାକୁ ଗୋଡ଼େଇ ସେଥିରେ ଧୂଆଁପତ୍ର ରଖି ତା ଭିତରେ
ତାକୁ ଗୋଡ଼େଇ ଗୋଡ଼େଇ ମାନେ ସିଗାରେଟ ଆକାରର କରାଯାଏ ଏବଂ ତା ଆଗରେ ନିଆଁ ଲଗାଇ ତାକୁ ଟାଣନ୍ତି, ଯେଉଁଟା ନିଶା ହୁଏ। ଆଦିବାସୀମାନଙ୍କର ଏହା ପ୍ରିୟ। ତେଣୁ ସେଇ ଶୁକ୍ରଜାନି ଧୂଆଁପତ୍ର ଖଣ୍ଡେ ବଳିକା ପିଙ୍କା ଖଣ୍ଡିଏ କରି ଟାଣେ ଆଉ ତା ମନ ଭିତରେ କିପରି ଗୋଟେ ଆଶ୍ରୟ ତୃପ୍ତି ତାକୁ ସେ ପାଏ। କାରଣ ଆମର କୁହାଯାଏ ଯେ ଯେଉଁମାନେ ନିଶାଦ୍ରବ୍ୟ ବ୍ୟବହାର କରନ୍ତି ସେମାନେ ନିଶାଦ୍ରବ୍ୟ ବ୍ୟବହାର କଲାବେଳେ ବେଶ ଆନନ୍ଦ ଅନୁଭବ କରନ୍ତି, ତୃପ୍ତି ସେମାନଙ୍କୁ ମିଳେ। ତାହା ତ କେତେ ଦୂର ମାନେ ଗ୍ରହଣୀୟ, ତାହା କେତେ ଦୂର ସତ୍ୟ ସେ କଥା କୁହାଯାଇପାରିବ ନାହିଁ ବା କହିପାରିବେ ନାହିଁ। ତେବେ ଯାହା ପ୍ରାବନ୍ଧିକ ବର୍ଣ୍ଣନା କରୁଛନ୍ତି ଯେ ସେମାନେ ଏକ ପରମ ତୃପ୍ତି ଅନୁଭବ କରନ୍ତି ସେଇ ପିଙ୍କା ଟାଣିବା ପରେ। ତାରି ଏ ଛୁଆ ଚାରୋଟି ଧାଙ୍ଗଡ଼ା ଧାଙ୍ଗିଡ଼ି ଯୁବତୀ, ତାରି ଏ ଘର ନୁଆଣିଆ କୁଡ଼ିଆଟି, ଚାରିପାଖରେ ପାହାଡ଼ ଜଙ୍ଗଲ ଆଉ ମଥା ଉପରେ ଏତେ ବଡ଼ ଆକାଶ, ଏତେ ବଡ଼ ବିସ୍ତୃତି। ଏହା ଭିତରେ ବି ନିଜକୁ ସେ ଖୋଜିଲେ ପାଏ, ନିଜେ ରହିଛି ବୋଲି ସେ ନିଜେ ବୁଝେ। ତାର ଯେଉଁ ସ୍ତ୍ରୀ ସମ୍ବାରୀ, ତା ପାଖରୁ ଏ ଚାରୋଟି ଧାଙ୍ଗଡ଼ା ବା ଯୁବକମାନଙ୍କୁ ଧାଙ୍ଗଡ଼ା କୁହାଯାଏ ଆଉ ଯୁବତୀମାନଙ୍କୁ ଧାଙ୍ଗିଡ଼ି କୁହାଯାଏ। ତେଣୁ ସେଇଥିରେ ଏଇ ନୁଆଣିଆ କୁଡ଼ିଆଟି ହେଇଛି, ତାରି ଭିତରେ ଏମାନେ ସମସ୍ତେ ରହିଛନ୍ତି। ଚାରିପାଖରେ ପାହାଡ଼ ଜଙ୍ଗଲ ଆଉ ମଥା ଉପରେ ଏତେ ବଡ଼ ଆକାଶ, ଏତେ ବଡ଼ ବିସ୍ତୃତି। ସେମାନେ ନୁଆଣିଆ ଚାଳୁ ଘର ଭିତରେ ରହିଛନ୍ତି, କିନ୍ତୁ ତାଙ୍କ ଚାରିପାଖରେ ପାହାଡ଼ ଘେରି ରହିଛି, ସବୁଜ ବନାନୀ, ସବୁଜ ପାହାଡ଼ ଘେରିକି ରହିଛି ଏବଂ ଆକାଶ, ବିସ୍ତୃତ ଆକାଶ, ଅସୀମ ଆକାଶ, ଅନନ୍ତ ଆକାଶ ସେମାନଙ୍କ ମୁଣ୍ଡ ଉପରେ ଘେରି ରହିଛି। ଏତେ ବିରାଟ ବଡ଼ ବିସ୍ତୃତି ଭିତରେ ସେମାନେ କେତେ ଛୋଟ ଅଂଶରେ ଛୋଟିଆ ନୁଆଣିଆ ଚାଳ ଘରେ, ସେମାନେ ନୁଆଣିଆ ଯେଉଁ ଘରଟିଏ ନଈ ପଡ଼ିଥିବା, ନୁଆଣିଆ କହିଲେ ନଈ ପଡ଼ିଥିବା ମାଟିକୁ ଲାଗିଥିବା ଘରଟିଏ, ତାରି ଭିତରେ ସେମାନେ ନିଜକୁ ଖୋଜିକି ପାଆନ୍ତି। ଏହାରି ଭିତରେ ସେ ନିଜକୁ ବି ସେ ନିଜେ ଖୋଜିଲେ ପାଏ, ନିଜେ ରହିଛି ବୋଲି ସେ ବୁଝେ। ଏତେ ବଡ଼ ବିରାଟ ଆକାଶ, ବିରାଟ ବିସ୍ତୃତ ବିଶାଳ ସବୁଜ ବନାନୀ ଭିତରେ ସେ ନିଜେ ଗୋଟିଏ କ୍ଷୁଦ୍ର କୁଡ଼ିଆ ଭିତରେ ନିଜକୁ ନିଜେ ଖୋଜେ ଏବଂ ପାଏ। ଖଣ୍ଡିଏ ବୋଲି ବକରା, ଅନ୍ଧାର ବିଲିବିଲି, ଏଠି ପୁଳାଏ ଆମ୍ବ ଟାକୁଆ, ତେଲ ହେବା ପାଇଁ ସେ କଣରେ ଗଦାଏ ବାଇଗବା ମଞ୍ଜି, ପତରସିଆଁ କୁମ୍ଫିରେ ପଶି ନୋଇଲେ ତଳେ ଅଜଡ଼ା ହୋଇ 8-10 ମାଣ ମାଣ୍ଡିଆ, 3-4ଟି ହାଣ୍ଡି। ସେ ଘରର ବର୍ଣ୍ଣନା କରୁଛନ୍ତି ପ୍ରାବନ୍ଧିକ। ଖଣ୍ଡିଏ ବୋଲି ବଖରା, ଅନ୍ଧାର ବିଲିବିଲି, କାରଣ ଛୋଟିଆ ଘରଟିଏ, ସେଥିରେ ପୁଣି ଅନ୍ଧାର ଭର୍ତ୍ତି ହୋଇଛି। ବର୍ତ୍ତମାନ ପଡ଼ି ବିଦ୍ୟୁତ୍ ତ ସଂଯୋଗ ନଥିଲା, ତେଣୁ ଅନ୍ଧାର ତା ଭିତରେ। ତା ଛଡ଼ା ସେଇ ଘରମାନଙ୍କରେ, ନୁଆଣିଆ ଘରମାନଙ୍କରେ ତ ଝରକା ନଥାଏ। ତେଣୁ ଏଠି ପୁଳାଏ ଆମ୍ବ ଟାକୁଆ, ତେଲ ହେବା ପାଇଁ କଣରେ ଗୋଦାଏ ପଡ଼ିଛି ବାଇଗବା ମଞ୍ଜି, ଯାହାକୁ ପେଷିକି ସେମାନେ ସେଥିରୁ ତେଲ ବାହାର କରନ୍ତି। ପତରସିଆଁ କୁମ୍ଫିରେ ପଶି ନୋଇଲେ ତଳେ ଅଜଡ଼ା ହୋଇ 8-10 ମାଣ ମାଣ୍ଡିଆ, 10 ମାଣ କହିଲେ ଆମେ ସେର ବା ମାଣ, ସେଇଥିରେ ଯେଉଁଥିରେ ସେମାନେ ମାପନ୍ତି, ସେ ମାଣ୍ଡିଆ ସବୁ ପଡ଼ିଛି। 3-4 ମାଣ୍ଡିଆ, 3-4ଟି ହାଣ୍ଡି ଅଛି ସେଠି। ଏଠି ଅଲଗା ବଲରା ହୋଇ ଚାଳରୁ ଓହଳିଛି କୌପିନି କହିଲେ ସେମାନେ ଯେଉଁ ଅନ୍ତବସ୍ତ୍ର ପିନ୍ଧନ୍ତି, କୌପିନ ପିନ୍ଧନ୍ତି ସେମାନେ। କୌପିନ ଲୁଗା ଆଉ 3-4 ପୁଞ୍ଜା ଲାଉତୁମ୍ବା ସେମାନେ ଯେଉଁ ଲାଉରେ ତିଆରି। ତମାନେ କେହି ଯଦି ଦେଖିଥିବ ଲାଉତୁମ୍ବା, ହୁଏତ ଆମର ବିଶେଷ କରି ଯେଉଁମାନେ ସବୁ ନାଥ ସମ୍ପ୍ରଦାୟର ଲୋକ କେନ୍ଦ୍ରା ନେଇ ଗୀତ ଗାଇବାକୁ ଆସନ୍ତି, ସେମାନେ ସାଥିରେ ଲାଉତୁମ୍ବା ନେଇକି ଆସିଥାନ୍ତି। ପାଚିଲା ଲାଉରେ ଏହା ତିଆରି ହୋଇଥାଏ। ସେଥିରେ ସେମାନେ ଭାତ ଇତ୍ୟାଦି ନେଇ ଜଙ୍ଗଲକୁ ଯେତେବେଳେ ଯାଆନ୍ତି, ଜଙ୍ଗଲକୁ ଯେତେବେଳେ ଯାଆନ୍ତି, ସାଥିରେ ଆମେ ସିନା ଆଜି ଟିଫିନ୍ ଇତ୍ୟାଦି ନେଇକି ଯାଉଛେ, କିନ୍ତୁ ସେମାନଙ୍କର ସେସବୁ ନଥିଲା। ସେମାନେ ପ୍ରାକୃତିକ ଉପାୟରେ ସେ ଲାଉତୁମ୍ବା ତିଆରି କରିଥାନ୍ତି ଏବଂ ସେ ଲାଉତୁମ୍ବାରେ ଭାତ, ସେମାନଙ୍କର ଖାଦ୍ୟ ବା ମାଣ୍ଡିଆ ଇତ୍ୟାଦି ନେଇ ଯାଆନ୍ତି ଯେତେବେଳେ ଜଙ୍ଗଲକୁ କାମ କରିବାକୁ ସେମାନେ ଯାଆନ୍ତି। 3-4 ପୁଞ୍ଜା ଲାଉତୁମ୍ବା ଯହିଁରେ ମାଣ୍ଡିଆ ଯାଉ ପୁରେଇ ବିଲକୁ ବାଟକୁ ନିଆଯାଏ। ତାପରେ କାନ୍ଥରେ ବାଡ଼ରେ ପତରସିଆଁ ତଲରା ବା ପିଠି ପଖିଆ ତଲାରୀ ବା ମୁଣ୍ଡର ଛତା। ସେ କହୁଛନ୍ତି ପତରରେ ସିଆଁ ହେଇଥିବା ତଲରା ବା ପିଠି ପଖିଆ, ତମେ ପଖିଆ ଦେଖିଥିବ କି ନାହିଁ ମୁଁ ଜାଣେ ନାହିଁ।
ତେବେ ବର୍ଷା ଦିନେ ପକ୍ଷିଆ ଆଗରୁ ବ୍ୟବହାର କରାହେଉଥିଲା। ଏହା ପିଠି ଉପରେ ପକାଇ ଦିଅନ୍ତି, ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଲମ୍ବି ଥାଏ। ଆମେ ଯେମିତି ଆଜିକାଲି ସବୁ ରେନକୋଟ୍ ପିନ୍ଧୁଛନ୍ତି, ତାହା ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼େଇ ରଖିଛି, କିନ୍ତୁ ପକ୍ଷିଆଟି କେବଳ ମୁଣ୍ଡରୁ ପିଠି ଅଂଶ ଘୋଡ଼େଇ ରଖେ। ମୁଣ୍ଡରୁ ତ ପାଦ ଆଣ୍ଠୁ ଯାଏ ପ୍ରାୟତଃ ଲମ୍ବି ଥାଏ ସେଇ ପକ୍ଷିଆ। ସେମାନେ ସେମିତି ସେମାନେ ତଲରା ତିଆରି କରିଥାନ୍ତି, ଯେଉଁଟା ପତ୍ରରେ ତିଆରି ହୋଇଥାଏ। ତ ପିଠି ପକ୍ଷିଆ ତଲାରି ବା ମୁଣ୍ଡର ଛତା, ସେମାନେ ଛତା ଧରିକି ଲାଉତୁମ୍ବା ଧରିକି ଏମାନେ ଯାଆନ୍ତି। ଏତିକି ଘେନି ତାର ଘରକରଣା ସବୁ ଅଳିଆ ଦଳିଆ, କିନ୍ତୁ ଏଇ ଅଳିଆ ଦଳିଆ ତାକୁ ଭଲ ଲାଗେ। ଛାତ ତଳେ ନାକ କାନରୁନ୍ଧା ମଠୁଆ ମଠୁଆ ଧୂଆଁ ତାକୁ ଭଲ ଲାଗେ, ସବୁ ତାର। ତେଣୁ ଯେହେତୁ ଏସବୁ ତାର ନିଜର, ତା ନିଜ ଜିନିଷ, ନିଜ କଷ୍ଟରେ ସେସବୁ ଅର୍ଜିଛି। ସେ ନୁଆଁଣିଆ ଚାଳଘର ହେଉ କି ସେ ତଲରା ପକ୍ଷିଆ ହେଉ କିମ୍ବା ଯାହା କିଛି ମାଣ୍ଡିଆ ଇତ୍ୟାଦି, ସେସବୁ ନିଜର, ତାର ନିଜର ଅଧିକାର ଅଛି ତା ଉପରେ। ସେସବୁ ନିଜେ ପରିଶ୍ରମ କରି ଅର୍ଜିଛି। ସେଥିପାଇଁ ନିଜର ଜିନିଷ ହୋଇଥିବା ଯୋଗୁଁ ସେ ବେଶ ଆନନ୍ଦିତ ଥାଏ। ଏତିକି ଘେନି ତାର ଘରକରଣା ସବୁ ଅଳିଆ ଦଳିଆ, ଅପରିଷ୍କାର ଅପରିଚ୍ଛନ୍ନ ହେଇଥିଲେ ବି ତାକୁ ଭାରି ଭଲ ଲାଗିଥାଏ। କିନ୍ତୁ ଏଇ ଅଳିଆ ଦଳିଆ ତାକୁ ଭଲ ଲାଗେ। ଶୁକ୍ରଜାନିକୁ ଏସବୁ ଭଲ ଲାଗେ। ଛାତ ତଳେ ନାକ କାନରୁନ୍ଧା ମଠୁଆ ମଠୁଆ ଧୂଆଁ ତାକୁ ଭଲ ଲାଗେ। ଛାତ ତଳେ ଯେହେତୁ ଝରକା ନଥାଏ, ସେ ନୁଆଁଣିଆ ଘର ଗୁଡ଼ିକରେ ଧୂଆଁ ବାହାରକୁ ବାହାରି ପାରେ ନାହିଁ। ସେଇ ଧୂଆଁ ଘର ଭିତରେ ଲାଗି ରହିଥାଏ, ଘର ଭିତରଟା ଅନ୍ଧାର ହେଇଥାଏ। ସେ ଧୂଆଁକୁ ମଧ୍ୟ ତାକୁ ଭାରି ଭଲ ଲାଗେ, କାରଣ ସେ ଧୂଆଁ ମଧ୍ୟ ତା ନିଜର ସବୁର, ଯେଉଁଥିରେ ଆତ୍ମୀୟତା ଥାଏ, ଯେଉଁଥିରେ ନିଜର ପଣିଆ ଥାଏ, ତାହା ସବୁ ଭଲ ଲାଗେ। ସେହି କ୍ରମରେ ଶୁକ୍ରଜାନିକୁ ମଧ୍ୟ ତାକୁ ଭଲ ଲାଗୁଛି, ଧୂଆଁ ମଧ୍ୟ ଭଲ ଲାଗୁଛି, ଏ ଅନ୍ଧାର ମଧ୍ୟ ତାକୁ ଭଲ ଲାଗୁଛି, ଏ ଅଳିଆ ଦଳିଆ ଜିନିଷପତ୍ର ତାକୁ ଭଲ ଲାଗୁଛି। ଏହା ହିଁ ସାଧାରଣ ମଣିଷର ମାନସିକତା, ଯାହାକୁ ତୁମେ ନିଜର ବୋଲି କହିଦେବ। ଯଦି ଜଣେ ଲୋକକୁ କୁହାଯାଏ, ଯେ ଜଣେ ଲୋକକୁ ଯଦି ଲୁହାଟିଏ ଦେଇ କୁହାଯାଏ ଏଇଟା ହେଉଛି ତୋର, ତାହେଲେ ସେ ନିଶ୍ଚୟ ତାହାକୁ ପରିଶ୍ରମ କରି ସୁନାରେ ପରିଣତ କରିଦେବ, ଏମିତି କୁହାଯାଏ। ଅର୍ଥାତ୍ ନିଜର ପଣିଆ ଯେଉଁଠି ଥାଏ, ତାହା ନିଶ୍ଚିନ୍ତ ଅତ୍ୟନ୍ତ ପ୍ରିୟ ହୋଇଥାଏ। ସଞ୍ଜ ବୁଡ଼େ, ଢେଉ ଢେଉକା ପୂର୍ବଘାଟର ପାହାଡ଼ ଉପରେ ଛିରିକି ପଡ଼େ କେତେ ରଙ୍ଗ। ମଥାରେ ଅବିର, ପଖାରେ ହଳଦୀ ଗୁଣ୍ଡା, ତଳର ଗହୀର ଜଙ୍ଗଲରେ ସମୁଦ୍ରର ନେଳି କଳା। ଶୁକ୍ରଜାନି ବିଶ୍ୱାସ କରେ ଯେ ସବୁରି କର୍ତ୍ତା ଗୋଟାଏ ଲେଖାଏଁ ଭୂତ ବା ଡୁମା। ସଞ୍ଜ ଯେତେବେଳେ ବୁଡ଼େ ସେ ଅଞ୍ଚଳରେ, ଢେଉ ଢେଉକା ପୂର୍ବଘାଟ ପର୍ବତମାଳାର ପାହାଡ଼ ଉପରେ, ସେପଟେ ସୂର୍ଯ୍ୟ ଯେତେବେଳେ ନଇଁଯାଆନ୍ତି, ତାପରେ ସେଇ ପାହାଡ଼ ଦେଇ ଛିଟିକି ପଡ଼େ ବିଭିନ୍ନ ରଙ୍ଗର, ଲୋହିତ ରଙ୍ଗର, ସୂର୍ଯ୍ୟଙ୍କର ବିଭିନ୍ନ ରଙ୍ଗର କିରଣ, ଯେମିତି ମାନେ ଆକାଶରେ ମେଘ ଦେହରେ ପଡ଼ି ତା ବିଭିନ୍ନ କିରଣରେ, ବିଭିନ୍ନ ରଙ୍ଗରେ ରଙ୍ଗାୟିତ ହେଲା ପରି ଲାଗେ। ଯେମିତି ଲାଗେ ସତେ ଯେମିତି ମଥାରେ କିଏ ଅବିର ବୋଳି ଦେଇଛି ବା ପଖାରେ ହଳଦୀ ଗୁଣ୍ଡ କିଏ ପକାଇ ଦେଇଛି। ଆଉ ଦୂରରୁ ଜଙ୍ଗଲ, ତଳର ଗହୀର ଜଙ୍ଗଲରେ ସମୁଦ୍ରର ନେଳି କଳା। ଅର୍ଥାତ୍ ଦୂରକୁ ତଳକୁ ଅନେଇଲେ ଏମାନେ ବହୁ ଉପରେ ଅଛନ୍ତି, ପାହାଡ଼ ଉପରେ ଅଛନ୍ତି। এই ତଳ ପାହାଡ଼କୁ ଯେତେବେଳେ ସେମାନେ ଅନାନ୍ତି, ଦେଖାଯାଏ ସଞ୍ଜ ହେଲେ ଯେମିତି ସମୁଦ୍ର, ସେ ଯେଉଁ ସବୁଜ ବନାନୀ, ଘଞ୍ଚ ବନାନୀ ତାଙ୍କୁ ନୀଳ ସମୁଦ୍ରର ଢେଉ ପରି ଲାଗେ ଏବଂ ନେଳି କଳା ଅର୍ଥାତ୍ ନୀଳ ରଙ୍ଗର କଳା ରଙ୍ଗ ପରି ଦେଖାଯାଏ। ଶୁକ୍ରଜାନି ବିଶ୍ୱାସ କରେ ଏସବୁର କର୍ତ୍ତା ଗୋଟାଏ ଲେଖାଏଁ ଭୂତ ବା ଡୁମା। ସେ ବିଶ୍ୱାସ କରେ ଏସବୁ ଆମେ ଯେମିତି ବିଶ୍ୱାସ କରୁ ଯେ ଏ ସମଗ୍ର ସୃଷ୍ଟି ହେଉଛି ଈଶ୍ୱରଙ୍କର, ସେ ପରଜାମାନେ ଶୁକ୍ରଜାନି ମଧ୍ୟ ବିଶ୍ୱାସ କରେ ଏ ସମଗ୍ର ପାହାଡ଼ ପର୍ବତ ନଦୀ ସବୁକିଛି ସୃଷ୍ଟି ହୋଇଛି ଡୁମାମାନଙ୍କ ଦ୍ୱାରା। ଡୁମା ବା ଭୂତ, ସେମାନେ ଭୂତକୁ ଡୁମା ବୋଲି କହନ୍ତି। ତେଣୁ ସେମାନେ ଡୁମା ହିଁ ସୃଷ୍ଟି କରିଛନ୍ତି ବୋଲି ସେମାନଙ୍କର ବିଶ୍ୱାସ। ମନର ତୃପ୍ତିରେ ବିଚାରି ବସେ କେଉଁ ଯାଦୁକର ଡୁମା ଏସବୁ ଗଢ଼ିଛି। ଆକାଶ ଆଉ ଜଙ୍ଗଲ, ସଞ୍ଜ ଆଉ ରାତି, ତେଣୁ କେଉଁ ଡୁମା ଆଣିଦିଏ ସୌଭାଗ୍ୟ ଆଉ ଆନନ୍ଦ, କିଏ ଆଣିଦିଏ ଝଡ଼ି ତୋଫାନ, ଦୁଃଖ ଦୁର୍ଦ୍ଦଶା କିଏ? ମନେ ମନେ ଶୁକ୍ରଜାନି ଜଣେ ଦାର୍ଶନିକ ପାଲଟିଯାଏ। ଯେତେବେଳେ ନିଜେ ଏକୁଟିଆ ଥାଏ, ଯେହେତୁ ତା ସ୍ତ୍ରୀ ସମ୍ବାରୀ ତା ପାଖରେ ନାହିଁ, ଅନେକ ସମୟରେ ସେ ନିଜ ପାଖରେ ହିଁ ନିଜେ ଆତ୍ମସ୍ଥ ହୁଏ। ନିଜକୁ ନିଜେ ପଚାରେ, ଏ ସୁନ୍ଦର ପାହାଡ଼ କିଏ କରିଛି? ଏ ସୁନ୍ଦର ଆକାଶକୁ କେଉଁ ଡୁମା ସୃଷ୍ଟି କରିଛି? କେଉଁ ଡୁମା ଆମକୁ ସମସ୍ତଙ୍କୁ ଆନନ୍ଦ ଆଣିଦିଏ, ଆଉ କେଉଁ ଡୁମା ସମସ୍ତଙ୍କ ପାଇଁ ଦୁଃଖ ଆଣେ, ଝଡ଼ି ତୋଫାନ ଆଣେ, ଦୁଃଖ ଦୁର୍ଦ୍ଦଶା ଆଣେ, ମରୁଡ଼ି ଆଣେ, ଅନେକ ପାଇଁ ଯନ୍ତ୍ରଣା ଆଣେ।
ତେଣୁ ଏଇସବୁ ଅଲଗା ଅଲଗା ଡୁମାଙ୍କର କଥା ବା ଅଲଗା ଅଲଗା ଡୁମାଙ୍କର ସୃଷ୍ଟି, ଏହା ହିଁ ତା'ର ବିଶ୍ୱାସ। ଗୋଟିଏ ଡୁମା ସବୁ କିଛି କରନ୍ତି ନାହିଁ, ଅଲଗା ଅଲଗା ଡୁମା ଅଛନ୍ତି ବା ଭୂତ ଅଛନ୍ତି, ସେମାନେ ଭିନ୍ନ ଭିନ୍ନ କାମ କରନ୍ତି। ଡୁମା ସନ୍ତୁଷ୍ଟ ହେଲେ ଆନନ୍ଦ ମିଳେ, ଡୁମା ଅସନ୍ତୁଷ୍ଟ ହୋଇଗଲେ ଦୁଃଖ ମିଳେ, ଏପରି ଭାବନା ମଧ୍ୟ ସେମାନଙ୍କର ସାଧାରଣ ଭାବରେ ସେଇ ପରଜାମାନଙ୍କର ଥାଏ। ଆଉ ଶୁକ୍ରଜାନୀ ଯେହେତୁ ଜଣେ ସେହି ସମ୍ପ୍ରଦାୟର ମଣିଷ, ସାଧାରଣ ସରଳ ଆଦିବାସୀ, ତା ମନରେ ମଧ୍ୟ ସେହି ଭାବନା ରହିଛି। ଏପାଖ ପାହାଡ଼ର ମଥାନରୁ ତଳ ପର୍ଯ୍ୟନ୍ତ ଖାଲି ପାହାଚ ପାହାଚ ଚାଷ। ପାହାଡ଼ ତଳେ ଚାଲି ଯାଇଛି ଗୋଟାଏ ଭୀମଙ୍କ ଲଙ୍ଗଳ ସିଂହ ବା ଝୋଲା ପାହାଡ଼ି ନଈ। ତମେ ଜାଣିଥିବ ଯେ ଆଦିବାସୀ ଅଞ୍ଚଳରେ, ପାହାଡ଼ିଆ ଅଞ୍ଚଳରେ, ମାଳଭୂମି ଅଞ୍ଚଳରେ ସୋପାନ ଭିତ୍ତିକ ଚାଷ କରାଯାଏ। ପାହାଡ଼କୁ କାଟି ଗଛକୁ କାଟି ଦିଆଯାଇ ବା ପୋଡ଼ି ଦିଆଯାଇ ଯେଉଁ ପୋଡ଼ୁ ଚାଷ କରାଯାଏ, ତାହା ଥାକ ଥାକ କରି କରାଯାଏ। ଯେହେତୁ ପାହାଡ଼ ବନ୍ଧୁର ଉଚ୍ଚା ଖାଲରେ ପରିପୂର୍ଣ୍ଣ ଏବଂ କ୍ରମଶଃ ଗଡ଼ାଣିଆ, ତେଣୁ କିଛି ଅଂଶ ସମତଳ କରି ଚାଷ କରାଯାଏ ଏବଂ ତାପରେ ପୁଣି କିଛି ଅଂଶ ଏମିତି ସୋପାନ ଭିତ୍ତିକ ଚାଷ କରାଯାଏ, ଯାହାକୁ ସେ କହୁଛନ୍ତି ପାହାଡ଼ର ଏପାଖର ମଥାନରୁ ତଳ ପର୍ଯ୍ୟନ୍ତ ଖାଲି ପାହାଚ ପାହାଚ ଚାଷ, ଯେଉଁଟା ଆମେ କହୁ ସୋପାନ ଭିତ୍ତିକ ଚାଷ ବୋଲି। ପାହାଡ଼ ତଳେ ଚାଲିଯାଇଛି ଗୋଟାଏ ଭୀମଙ୍କ ଲଙ୍ଗଳ ସିଂହ ବା ଝୋଲା ପାହାଡ଼ି ନଈ। ଗୋଟେ ପାହାଡ଼ି ନଈଟେ ବହିଯାଇଛି, ଝରଣାଟେ ବହିଯାଇଛି। ସେମାନେ ଭାବୁଛନ୍ତି ସେଇଟା ହେଉଛି ଭୀମଙ୍କର ଲଙ୍ଗଳ ସିଂହର। ଭୀମ ଲଙ୍ଗଳରେ ଗାର ଟାଣି ସେ ଝରଣାଟି ତିଆରି କରିଛନ୍ତି। ଭୀମ ହିଁ କେତେବେଳେ ଏଠିରେ ଅବସ୍ଥାନ କରୁଥିଲେ ଏବଂ ସେ ତାଙ୍କ ଲଙ୍ଗଳରେ ଗୋଟେ ଚାଷ କରୁ କରୁ ଯେଉଁ ଲଙ୍ଗଳରେ ସିଆର ପଡ଼ିଯାଇଥିଲା, ସେହି ସିଆରେ ହିଁ ଜଳ ବହିଯାଉଛି, ପାହାଡ଼ି ଝରଣା ହୁଏ, ଏହା ସେମାନଙ୍କର ବିଶ୍ୱାସ। ସେଥିରେ କବ କବ କରି ଡେଇଁ ଡେଇଁକା ପାଣି ଚାଲେ। ତା ସେପାଖକୁ ଅରାଏ ଢିପତଳ ଭୂଇଁ ସନ୍ତସନ୍ତିଆ, ସେଥିରେ ଧାନ ହୁଏ। ସେଇ ଯେଉଁ ରହିଛି ପାହାଡ଼ି ଝରଣା ରହିଛି, ସେଇ ଝରଣା ପାଖରେ କିଛି ଖାଲ ଜମି ଅଛି, ଢିପ ଭୂମି ଅଛି, ସନ୍ତସନ୍ତିଆ ଭୂମି, ପାଣି ସବୁବେଳେ ସେଠି ଜମି ରହିଥାଏ। ସେଇ ସନ୍ତସନ୍ତିଆ ଭୂଇଁରେ ଧାନ ଚାଷ ହୁଏ। ତମେ ଜାଣିଛ ଧାନ ଚାଷ ପାଇଁ ଅଧିକ ଜଳ ଆବଶ୍ୟକ, ତେଣୁ ସେଇ ସନ୍ତସନ୍ତିଆ ଅଞ୍ଚଳରେ ଧାନ ଚାଷ କରାଯାଏ। ତା ତେଣିକି ଚାରିପାଖେ ଗୋଲେଇ ହୋଇ ଢାଙ୍କି ରହି ତଳକୁ ଉଠି ଉଠିକା ସାନ ବଡ଼ କେତେ ପାହାଡ଼ ଖଞ୍ଜି ହୋଇଛି, ଅଗ୍ନାଗ୍ନି ବନସ୍ତ ବୁଢ଼ା ପର୍ବତ। ସେ କହୁଛନ୍ତି ସେଇ ଯେଉଁ ଖୋଲା ଅଛି, ମଝିରେ ଯେଉଁ ଗୋଟେ ଉପତ୍ୟକା ଭଳି ବା ମଝିରେ ଖାଲି ସମତଳ ଅଞ୍ଚଳ ଭଳି ରହିଛି କିଛି ଅଂଶ, ଯେଉଁଠି ପାହାଡ଼ି ଝରଣାର ଜଳରେ ଯେଉଁ ଅଞ୍ଚଳଟି ସନ୍ତସନ୍ତିଆ ସବୁ ଥାଏ, ସେଇଠି ଧାନ ଚାଷ ହୁଏ ଏବଂ ତା ଚାରିପାଖରେ ଅନେକ ପାହାଡ଼ ପାଖକୁ ପାଖ ଛିଡ଼ା ରହିଛି ଏବଂ ଖଣ୍ଡେ ଦୂରରେ ରହିଛି ଗୋଟିଏ ବୁଢ଼ା ପାହାଡ଼। ଶୁକ୍ରଜାନୀ ଦୃଶ୍ୟ ଦେଖେ ଏବଂ ଦେଖେ ସାମ୍ନାର ସେ ସାନ ପାହାଡ଼କୁ, ଯାହାର ମୁଣ୍ଡକୁ ସେ ଆଉ ଲୋବ କନ୍ଧ ମିଶି ଢୁ ଢୁ ବରଷାରେ କୁରାଢ଼ୀରେ ହାଣି ଚନ୍ଦା କଲେ ବର୍ତ୍ତମାନ ତାର ଚାଷ ଭୂଇଁ। ଇଏ ତ ଗୋଟିଏ ପାହାଡ଼ ଉପରେ ଅଛନ୍ତି, ସେଇ ପାହାଡ଼ ଉପରେ ଘର କରିଛନ୍ତି, ତେଣୁ ସେ ଦେଖେ ଆଉ ଗୋଟିଏ ସାନ ପାହାଡ଼ଟିଏ, ଯେଉଁ ସାନ ପାହାଡ଼ର ଉପରି ଭାଗକୁ ତାର ମୁଣ୍ଡକୁ ଶୁକ୍ରଜାନୀ ଏବଂ ତାର ସାଙ୍ଗ ଆଉ ଜଣେ ଲୋବ କନ୍ଧ, ଏ ଦୁଇ ଜଣ ମିଶି ଢୁ ଢୁ ବର୍ଷାରେ ମଧ୍ୟ କୁରାଢ଼ୀରେ କାଟିକି ସଫା କରିଦେଲେ, ଜଙ୍ଗଲ ସଫା କରିଦେଲେ, ତାକୁ ହାଣିକି ଚନ୍ଦା କରିଦେଲେ। ଅର୍ଥାତ୍ ସେଠି ଯେଉଁ ଗଛପତ୍ର ଥିଲା, ସେ ଗଛପତ୍ରକୁ ସବୁକୁ ହାଣିକି ସଫା କରିଦେଇ ସେଠି ଚାଷ ଜମି ତିଆରି କଲେ। ଆଉ ସେଇଠି ସୁନ୍ଦର ଚାଷ ସବୁ ହେଉଛି। ଆଉ ଦୃଶ୍ୟ ଦେଖେ ଆପଣାର ଭବିଷ୍ୟତରେ କେଉଁ ଉପକାରୀ ଡୁମାର ହାତ ଲାଗି ସବୁ ସୁନ୍ଦର ହେଉଛି। ତମେ ଜାଣିଛ ସେମାନେ ସେହି ବିଶ୍ୱାସରେ ଥାଆନ୍ତି ଯେ ସବୁବେଳେ ସେମାନେ ବିଶ୍ୱାସ କରନ୍ତି ଯାହା କିଛି ଘଟୁଛି ତାହା ଡୁମାମାନଙ୍କର ସାହାଯ୍ୟରୁ ଘଟୁଛି ବା ସେମାନଙ୍କର ଇଙ୍ଗିତରେ ହିଁ ଘଟୁଛି। ଡୁମାମାନଙ୍କର ବିନା ଇଚ୍ଛାରେ କିଛି ଘଟେ ନାହିଁ। ତେଣୁ ଭବିଷ୍ୟତରେ କେଉଁ ଉପକାରୀ ଡୁମା ହୁଏତ ତାଙ୍କୁ କୃପା କରିବେ ଏବଂ ତାଙ୍କରି ହାତ ଲାଗି ସେଇ ଯେଉଁ ସୁନ୍ଦର ଚାଷ ଜମି ସେ ଆହୁରି ସୁନ୍ଦର ହେବ। ସେ ଏହା ମଧ୍ୟ କଳ୍ପନା କରେ ସେଇ ଚାଷ ଜମିରୁ ସୁନ୍ଦର ଫସଲ ଉତ୍ପନ୍ନ ହେଉଛି ଏବଂ ଯାହାଫଳରେ ତା'ର ଘର ତୋଳା ହୋଇଛି, ମାଣ୍ଡିଆ ଟିକରା ବାହା ହୋଇଛନ୍ତି, ପୁଅର ପୁଅ, 2 କୋଡ଼ି 3 କୋଡ଼ି ଗୋରୁ ଗାଈ, ଘର ଆଗରେ ବଡ଼ ଗୁହାଳ, ଗୋବର ଖାତ। ଏସବୁ ତା'ର ସ୍ୱପ୍ନର କଥା। ସେ ସ୍ୱପ୍ନ ଦେଖୁଛି, ଭାବୁଛି, ତା'ର କଳ୍ପନାର କଥା ଯେ ସେ ଜଙ୍ଗଲ ସେଇ ଯେଉଁ ସଫା କରିଛି ଯେଉଁଠି, ସେଠି ଭଲ ଫସଲ ହେବ। ଭଲ ଫସଲ ହେଲେ ସେ ତାହାକୁ ଫସଲ ବିକ୍ରି କରି ଭଲ 2 ପଇସା ରୋଜଗାର କଲେ ଘରଟିଏ କରିବ।
ସେଇ ଘରଟିଏ କଲେ ସେ ତାପରେ ତାର ପୁଅ ଦୁଇ ପୁଅ ଯେଉଁ ଧାଙ୍ଗଡ଼ା ଧାଙ୍ଗଡ଼ି ବା ଅଛନ୍ତି ତାର ମାଣ୍ଡିଆ ଆଉ ଟିକରା ଦୁଇ ଧାଙ୍ଗଡ଼ା ତାର ପୁଅ ଦୁଇ ଜଣ ସେମାନଙ୍କୁ ବିବାହ କରିବ। ଧାଙ୍ଗଡ଼ି ଦୁଇଟା ଝିଅ ଦିଜଣଙ୍କୁ ମଧ୍ୟ ବିବାହ କରିଦେବ। ତାପରେ ବୋହୂମାନେ ଆସିବେ। ବୋହୂମାନେ ଆସିଲା ପରେ ସେମାନଙ୍କର ପୁଅ ନାତି ହେବେ। ସେମାନେ ମଧ୍ୟ ବଡ଼ ହେବେ। ଏଭଳି ଭାବରେ ଘର ବଢ଼ିବ ଏବଂ ସେହି କ୍ରମରେ ଗାଈ ଗୋରୁ ଏମାନେ ମଧ୍ୟ ବଢ଼ିବେ। ଆଉ ଚାରିକରର ଯେତେ ସାନ ବଡ଼ ପାହାଡ଼ ସେଠି ଜଙ୍ଗଲ ସଫା ହୋଇ ଖାଲି କ୍ଷେତ 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 ପୁଅର ନାତିର ତା ନାତିର ଏମିତି ଅନେକ ସ୍ୱପ୍ନ ଦେଖେ ସିଏ। ଏଇସବୁ ଜଙ୍ଗଲ ସଫା ହୋଇ କ୍ଷେତରେ ପରିଣତ ହୋଇଯିବ, ଚାଷ ଜମିରେ ପରିଣତ ହୋଇଯିବ। ଶୁକ୍ରଜାନି ଦେଖିବ ତା ପୁଅ ନାଁରେ ଅନେକ ଚାଷ ଜମି ଅଛି ଏବଂ ତା ପୁଅର ତା ନାତି ନାଁରେ, ନାତିର ନାତି ନାଁରେ ଏମିତି ଅନେକ ଜମିର ସେ ଅଧିକାରୀ ହୋଇଯାଇଥିବ। ତା ପୁଅ ନାତିମାନେ ଅଧିକାରୀ ହୋଇଥିବେ। ଘର ସାମ୍ନାରେ ଗୋଟେ ବିରାଟ ଗାଈ ଗୁହାଳ ଥିବ। ସେଇ ଗାଈ ଗୁହାଳରେ ଅନେକ ଗାଈ ରହିଥିବେ, ବଳଦ ବି ଥିବେ, ଯେଉଁ ବଳଦମାନେ ଚାଷ କାମରେ ସାହାଯ୍ୟ କରୁଥିବେ ଏବଂ ସିଏ ବହୁ ଧନ ସମ୍ପତ୍ତିର ଅଧିକାରୀ ହୋଇ ଅନେକ ଆନନ୍ଦରେ କାଳାତିପାତ କରୁଥିବ। ଏମିତି ଏକ ସ୍ୱପ୍ନରେ ସବୁ ମଣିଷ ଜିଅନ୍ତି। ସେଇଥିପାଇଁ ମଣିଷଙ୍କୁ ସ୍ୱପ୍ନ ଭୁକ୍ ବୋଲି କୁହାଯାଏ। ଆଶା ନଥିଲେ, ସ୍ୱପ୍ନ ନଥିଲେ ମଣିଷ ବଞ୍ଚିବା କଷ୍ଟକର ହୋଇପଡ଼େ। ସେଇଥିପାଇଁ ତ ଯେଉଁ ଆମକୁ ଅବଦୁଲ କାଲାମଜୀ ଆମର ପୂର୍ବତନ ମହାମହିମ ରାଷ୍ଟ୍ରପତି କହିଲେ ଯେ ଯେଉଁ ସ୍ୱପ୍ନ ଦେଖ, ଯେଉଁ ସ୍ୱପ୍ନ ଆମକୁ ରାତିରେ ଶୁଆଇ ଦେବ ନାହିଁ। ଅର୍ଥାତ୍ ଆମେ ସ୍ୱପ୍ନ ଆମକୁ ଆଗକୁ ଯିବାର ପ୍ରରୋଚିତ କରିବ। ଆମେ ଏଭଳି ସ୍ୱପ୍ନ ଦେଖିବା ଯାହାଦ୍ୱାରା ସେ ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ବ୍ୟାକୁଳିତ ହେବା ଏବଂ ତଦନୁରୂପ କାର୍ଯ୍ୟ କରିବା, ପରିଶ୍ରମ କରିବା। ସେ ସ୍ୱପ୍ନ ଖାଲି ଦେଖିଲେ ହେବ ନାହିଁ, ତାହାକୁ ସାକାର କରିବା ପାଇଁ ଚେଷ୍ଟିତ ହେବା। ସେହି କ୍ରମରେ ଶୁକ୍ରଜାନି ମଧ୍ୟ ସେୟା ହିଁ କରୁଛି। ସେ ସ୍ୱପ୍ନ ଦେଖୁଛି ଏବଂ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ତା ମନରେ ଅଶେଷ ବଳ ଆସିଯାଉଛି। ଭାବି ଭାବି ଶୁକ୍ରଜାନି ସତେକି ବୁଢ଼ା ହୋଇଯାଏ। ଗାଁ ମଝି ଗୁରୁଡ଼ି ଆମ୍ବ ଗଛ ତଳେ ମଣିଷ ମରିଗଲେ ଯେଉଁଠି ତା ନାଁରେ ଖଣ୍ଡେ ଗୋଜିଆ ପଥର ପୋତା ହୁଏ, ସତେକି ସେଇଥିରୁ ଗୋଟାଏ ବଡ଼ ଗୋଜିଆ ପଥର ଭିତରେ ଶୁକ୍ରଜାନିର ଆତ୍ମା ଗୋଟାଏ ଡିମା ହୋଇ ଭବିଷ୍ୟତ ପୁଅ ନାତିଙ୍କର ସୁଖ ସୌଭାଗ୍ୟକୁ ମିଟି ମିଟି କରି ଅନେଇ ରହେ। ଏମିତି ଭାବୁ ଭାବୁ ସେ ଏକଥା ମଧ୍ୟ ଭାବୁଛି ଯେ ସିଏ ବଡ଼ ହୋଇଯାଇଛି, ବୁଢ଼ା ହୋଇ ମରିଯାଇଛି ଏବଂ ତାଙ୍କର ପରଜା ସମ୍ପ୍ରଦାୟରେ ରହିଛି। ସେଠି ଯେଉଁ ମରିଗଲେ, କେହି ଲୋକ ମରିଗଲେ, ଆମ୍ବ ଗଛ ଅଛି। ସେ ଆମ୍ବ ଗଛ ତଳେ ତା ନାଁରେ ଗୋଟାଏ 3 କୋଣିଆ ପଥର ରଖି ଦିଆଯାଏ, ବଡ଼ ଗୋଜିଆ ପଥର ରଖି ଦିଆଯାଏ। ସେଇ ଗୋଜିଆ ପଥର ମଧ୍ୟ ଶୁକ୍ରଜାନି ନାଁରେ ଗୋଟିଏ ପଥର ପଡ଼ି ରହିଥିବ ଏବଂ ସେଇ ଶୁକ୍ରଜାନିର ଆତ୍ମା ସେ ପଥରରେ ଅବସ୍ଥାନ କରୁଥିବ। ସେ ଗୋଟେ ଡୁମା ହୋଇ ତାର ପିଲାମାନଙ୍କର, ତାର ପୁଅ ନାତି ଏମାନଙ୍କର ଖାଲି ସୁଖ ମନାସୁଥିବ। ସେମାନଙ୍କର ସୁଖକର ଜୀବନ ପାଇଁ ସେ ସବୁବେଳେ ଚେଷ୍ଟା କରୁଥିବ। ପୁଅ ନାତି ଯେମିତି ସୁଖ ସୌଭାଗ୍ୟ ପାଇପାରିବେ ସେଥିପାଇଁ ସେ ପ୍ରଯତ୍ନଶୀଳ ଥିବ। ଶୁକ୍ରଜାନି ବାହାର ବଳକୁ ରାତି ଘୋଟିଯାଏ। ଶୁକ୍ରଜାନି ବାହାର ବଳକୁ ଚିହ୍ନେ, ଖାଲି ଭରସା ରଖେ, ତାରି ଖାଲି ଭରସା ରଖେ, ଆଉ କାହାରି ନୁହେଁ। ଶୁକ୍ରଜାନି ବାହାର ବଳକୁ ଚିହ୍ନେ, ବାହା କହିଲେ ହାତ, ତାର ନିଜ ଯେଉଁ ବାହୁ, ସେ ବାହୁ ବଳକୁ ସେ ନିଜେ ଜାଣିଛି। ଅପନା ହାତ ଜଗନ୍ନାଥ ଯେମିତି କୁହାଯାଏ, ଅର୍ଥାତ୍ ନିଜ ଉପରେ ତାର ଗଭୀର ଆତ୍ମବିଶ୍ୱାସ ଅଛି। ସେ ଜାଣିଛି ଏକଥା କରିପାରିବ। ସେପାଖ ପାହାଡ଼କୁ ଚାଷ କରିବା ପାଇଁ ଲଣ୍ଡା କଲାବେଳେ ଏକାଥରକେ 5-6 ଘଣ୍ଟା ସେ କୁରାଢ଼ୀ ଓହ୍ଲାଇ ନାହିଁ, କାମ କରିଯାଇଛି। ଅଧିକାରୀ ହାକିମ ସାହେବର 2 ମହଣ ଓଜନ ବୋଝକୁ କାଉଡ଼ି କରି ଏକୁଟିଆ ସେ ଉଠେଇ ନେଇ ପାହାଡ଼, ଡଙ୍ଗର, ଝୋଲା, ନାଳ ଲଙ୍ଗି କେତେଥର ମାଙ୍କଡ଼ ଝୋଲାକି କାକିରିଗୁମା ବଙ୍ଗଳାରେ ପହଞ୍ଚେଇ ଆସିଛି। କୋଷେ ଗଲେ ପଇସାଏ। ଆବୁଆ ବଳୁଆ ଦେହରେ ଗୋଡ଼ ପେଣ୍ଡା ତାର ପଥର, ଚମଡ଼ାଟି ତାର ବର୍ଷାତି, କାଏଲା ପଡ଼େ ନାହିଁ, ଅଳସ ହୁଏ ନାହିଁ, ବୟସ 50କୁ ଧକ୍କା ଖାଇଲା। ଅର୍ଥାତ୍ ଇଏ ଯେହେତୁ ଜଙ୍ଗଲକୁ ସଫା କରେ, ଜଙ୍ଗଲର ସୁରକ୍ଷା ଦାୟିତ୍ୱ ହେଉଛି ସରକାରଙ୍କର। ସରକାର ହାକିମମାନେ ଯେତେବେଳେ ସବୁ ଆସନ୍ତି ତାଙ୍କର ସେବା ଯତ୍ନ କରି ତାଙ୍କୁ ଖୁସି କରେଇ, ତାଙ୍କୁ ଆନନ୍ଦିତ କରିବା ନକଲେ ସେମାନେ ହୁଏତ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରିବେ ଏବଂ ଶୁକ୍ରଜାନିକୁ ବିଭିନ୍ନ ପ୍ରକାର ସରକାରୀ ଦଣ୍ଡ ମିଳିଯିବ। ସେଥିପାଇଁ ସେ ପରଜାମାନେ ବା ଶୁକ୍ରଜାନି ଏମାନେ ସମସ୍ତେ ବଡ଼ ବଡ଼ ହାକିମଙ୍କର ବା ଯେଉଁ ଅଧିକାରୀମାନେ ସବୁ ଆସୁଥିଲେ ତାଙ୍କର ସେବା ଯତ୍ନ କରୁଥିଲେ। 2 ମହଣ ଓଜନ ବୋଝକୁ କାଉଡ଼ି କହିଲେ ଯେଉଁ ବାହୁଙ୍ଗି କହିଲେ, ତୁମେ କାଉଡ଼ି ଦେଖିଥିବ, ଆମର ଯେଉଁ ଶ୍ରାବଣ ମାସରେ କିଛି ଶିବଭକ୍ତ କାଉଡ଼ି ଅର୍ଥାତ୍ କାନ୍ଧରେ ବାହୁଙ୍ଗି ନେଇ ଯାଆନ୍ତି, ଠିକ୍ ସେମିତି ସେ ବାହୁଙ୍ଗିରେ ବୋହିକି ଏକୁଟିଆ ସେ ଉଠେଇ ପାହାଡ଼, ଡଙ୍ଗର କହିଲେ ବଣ, ଝୋଲା, ନାଳ ଲଙ୍ଗି କେତେଥର ମାଙ୍କଡ଼ ଝୋଲା କି କାଦିରଗୁମା ବଙ୍ଗଳାରେ ପହଞ୍ଚନ୍ତି। କାଦିରଗୁମା ମାଙ୍କଡ଼ ଝୋଲାରେ ଯେଉଁଠି ସରକାରୀ ଅଫିସରମାନେ ରହନ୍ତି,
डाक बंगलारे ସେଇଠି ନେଇ ପହଞ୍ଚାଇ ଦେଇ ଆସି କୋଷେ ଗଲେ ପଇସା ମିଳେ, ଗୋଟେ କୋଷ ଗଲେ ଏକ ପଇସା ମିଳେ ସେତେବେଳ ସମୟର କଥା। ଆଉ ଆବୁଆ ବଳୁଆ ଦେହରେ ଗୋଡ଼ ପେଣ୍ଡା ତାର ପଥର, ସେ ଖାଲି ପାଦରେ ସେ ଏତେ ବାଟ ଯାଏ, ତାର ଦେହ ବଡ଼ ଆବୁକା, ଚମଡ଼ାଟି ତାର ବର୍ଷାତି, ତା ଦେହରେ ଚମଡ଼ା ହେଉଛି ଆମେ ଯେଉଁଟାକୁ ବର୍ଷାତି କହୁ, ବର୍ଷା ହେଲେ ତାର ଚମଡ଼ା ସବୁକିଛି ସହିଯାଏ। ଆମେ ଆଜି ରେନକୋଟ୍ ପିନ୍ଧୁଛେ, ବର୍ଷାତି ପିନ୍ଧୁଛେ, କିନ୍ତୁ ସେ କିଛି ପିନ୍ଧେ ନାହିଁ, କିନ୍ତୁ ସେଇ ତାର ଦେହର ଚମଡ଼ା ହିଁ ତା ପାଇଁ ବର୍ଷାତି। କାଏଲା ପଡ଼େ ନାହିଁ, କେତେବେଳେ ସେ ଥକିଯାଏ ନାହିଁ କି ବେମାରରେ ପଡ଼େ ନାହିଁ, ଅଳସ ହୁଏ ନାହିଁ। ବୟସ 50କୁ ଧକ୍କା ଖାଇଲା, ବୟସ ପାଖାପାଖି 50 ହେଲାଣି, ତାପରେ ବି ସେ କେବେ ହାର ମାନି ନାହିଁ, ସେ ଆଗେଇବାକୁ ଚେଷ୍ଟା କରେ। ପିଲାମାନେ, ଆମେ ଆଜି ଏତିକି ପଢ଼ିଥିବା, ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଆଲୋଚନା କରିବା ଯେ ଏହାପରେ କ'ଣ ଘଟିଲା, ଶୁକ୍ରଜାନୀ ଜୀବନରେ କ'ଣ ସବୁ ଘଟିଛି, ତାର ଜୀବନ କିପରି, ସେ କିଭଳି ସରଳ ଜୀବନଯାପନ କରୁଥିଲା, ତାର ଅଞ୍ଚଳରେ ତା ପରିବାରର ଅବସ୍ଥା କିପରି ଘଟିଲା, ସାମାଜିକ ଅର୍ଥନୈତିକ ସ୍ଥିତିକୁ ଆମେ ଭଲ ଭାବେ ଅନୁଧ୍ୟାନ କରିବା। ଆମେ ଆଜି ଯେଉଁ ସ୍ଥିତିରେ ଅଛନ୍ତି, ଯେଭଳି ପ୍ରକାର ଜୀବନ ଜିଉଛନ୍ତି, ସେମାନେ ପରଜାମାନେ କିନ୍ତୁ ସେଭଳି ଜୀବନ ଜିଅନ୍ତି ନାହିଁ। ସେମାନେ ସଭ୍ୟତାର ମାନେ ପଛରେ ପଡ଼ିଛନ୍ତି କହିଲେ ହୁଏତ ଭୁଲ ହେଇପାରେ, କିନ୍ତୁ ସେମାନେ ସରଳ ଜୀବନଯାପନ କରୁଛନ୍ତି। ଆଜିର ତଥାକଥିତ ସଭ୍ୟତା ବିଳାସମୟ ଜୀବନ ସେମାନଙ୍କୁ ଛୁଇଁ ନାହିଁ, ସେମାନେ ଖୁବ୍ ସରଳ। ଆଉ ଯେତେବେଳେ ପରଜା ଉପନ୍ୟାସ ଗୋପୀନାଥ ମହାନ୍ତି ଲେଖୁଥିଲେ, ସେତେବେଳେ ତ ସଭ୍ୟତା ଆହୁରି କେତେ ଅନୁନ୍ନତ ଅବସ୍ଥାରେ ସେ ସମୟରେ ସେ ଥିଲା, ବା ସେମାନେ ଆମର ତଥାକଥିତ ସଭ୍ୟତା ସିନା ସେଠି ପହଞ୍ଚି ନଥିଲା, କିନ୍ତୁ ସେମାନେ ତାଙ୍କ ଜୀବନରେ ବେଶ ସଭ୍ୟ ଶିକ୍ଷିତ ଏବଂ ସ୍ୱାବଲମ୍ବୀ ଜୀବନଯାପନ କରୁଥିଲେ। ତେଣୁ ଏ ବିଷୟରେ ଆମେ ଅଧିକ ଆଉ ଆଲୋଚନା କରିବା। ପରବର୍ତ୍ତୀ କ୍ଲାସ୍ରେ ଆମେ ପୁଣି ପରସ୍ପରକୁ ଭେଟିବା। ସେତେବେଳେ ଯାଏ ତୁମମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ତୁମମାନେ ପଢ଼ାପଢ଼ିରେ ଧ୍ୟାନ ଦିଅ। ଯେତେ ଯାହା ଅସୁବିଧା ସତ୍ତ୍ୱେ ଆମେ ସମସ୍ତେ ପରସ୍ପରକୁ ବୁଝିବା, ଜାଣିବା ଏବଂ ପାଠପଢ଼ା ମାଧ୍ୟମରେ ଆମ କର୍ତ୍ତବ୍ୟ କରିଚାଲିବା, ଯାହାଫଳରେ ଆମ ଜୀବନ ଦିନେ ନା ଦିନେ ସଫଳ ହେବ। ସମସ୍ତଙ୍କୁ ଧନ୍ୟବାଦ।